भक्ति रे प्रीति नहीं भक्ति कुठारे ये सब कथा वास्तव कथा आमको केही बुझेई ना जोठी बुझिबु सेतिकी भी आमको नहीं ना आम तो किछि जानिनु जे जा कहला जे जहा कहला सेटा हला बेदरकार किंतु बुझिले आपण भाविबे जे प्रकृत दुनिया रे आमे जहां को खोजुचु से सत्य आम पाखरे ही अछि तेणु तत्व जानिले तुते भ्रांति भव सागरु एठी सिंह आउ वृषभर कथा कहली किंतु प्रकृत रे आपण अनुभव करिवे गोटे रोगी पड़ी आपणकर जने आत्मीय स्वजन से रोगाक्रांत हो कटक भुवनेश्वर जोटी हो मेडिकल खबरटी पाइले संध्यारे जो खबर पाइबे सेटा संध्यान मुहूर्त तेणु से खबरटारे एते मंगल नहीं मंगलता टे कम अच्छे द्वितीय आपण सेठी बसी निज घर भितर बसी डाक्तरखानार से रोगी को यही माने आपण बिछना पाखु ताकू पूरा माने ध्यान रे देखिबो ता मुंड ठारू गोड़ पद कहीं भगवान ता भितर भी अछंती गीता गीता सेठी पई बुझेइले गीता कौन बुझेइजंती विद्या विनय संपन्ने ब्रह्मणि विहस्तिनि आमर से विश्वास नहीं विश्वास को पुणी आमर जो माने विश्वास कथा आमको शिखौचंती से माने आम विश्वास को अविश्वास करूचंती मु एइटी कहूनी तांको पाखरे भी कहबी से एइटी थिले भी कही था मने करा जाऊ आमे आमर को माने 94 पुरुष कि 95 पुरुष आमे गोटे शिव को पूजा करूँ आमको जड़े आसी बुझौची अरे षंढू कहीं पूजा कर ये षंढू कहीं पूजा कर आमको एमती बुझे रोचे जे आम 2-3 घंटा भितर नुची नुचिक आसिक
ସେ ଷଣ୍ଢକୁ ଓପାଡ଼ିକିରି ତାକୁ ନେଇ ଫୋପାଡ଼ି ଦିଅ। ଆମେ ଗୋଟେ ତୁଳସୀ ଗଛ ପୂଜା କରୁଛୁ, ମୂଳ ଠାରୁ ଅଗ ପର୍ଯ୍ୟନ୍ତ ଯଦି ଗୋଟିଏ ତୃଣ ଥାଏ ସେ ହେଉଛି ତୁଳସୀ। ଓଡ଼ିଶାର ଏମିତି ଘର ନାହିଁ ଯେଉଁ ଘରେ ତୁଳସୀଙ୍କର ପୂଜା ହୁଏନି। ଆଉ ଯୋଉଠି ଦେଖିଥିବେ ବୃନ୍ଦାବତୀଟି ଥିବେ କିନ୍ତୁ ତା ମୁଣ୍ଡ ଉପରେ ତୁଳସୀ ନଥିବ, ତାକୁ କେହି ଜଣେ ଭୁଷୁ ପଣ୍ଡିତ ଆସି ତାକୁ ଏମିତି ବୁଝେଇ ଦେଇଥିବ ଯେ ସେ ଗଲା ଗଲା ଯାଉଁ ଯାଉଁ ସେ ତୁଳସୀ ଗଛକୁ ଓପାଡ଼ିବାର ନା। ଆମ ଭକ୍ତି ଗୁଡ଼ାକୁ, ଆମ ବିଶ୍ୱାସ ଗୁଡ଼ାକୁ ଏମିତି ନଷ୍ଟ କରିଦିଆହେଉଛି। ଆମେ ସନାତନ ଧର୍ମର ଲୋକ, ତମେ ଯଦି ବୁଝିପାରୁନା ଆମକୁ ପଚାରୁନା, ନହେଲେ ମୋତେ ଡାକୁନା ମୁଁ ଯିବି। ତୁମେ ସନାତନ ଧର୍ମକୁ ନେଇକିରି କୋଉଠି ପହଞ୍ଚେଇ ଦେଲଣି ଯେ ଯେମିତି ସନାତନ ଧର୍ମ ଯେ କିଛି ନୁହେଁ, କୁକୁର ମଳ ଠାରୁ ଆହୁରି ଛୋଟ। ନିଜେ ତ ବୁଝିନା ଆମକୁ ପଚାରୁନା, ଆମେ କହିବୁ। ନ କହିପାରିଲେ ଦି ଜାବୁଡା ଆମକୁ ଦବ। ମୁଁ କଣ ସେ ତାମିଲନାଡୁର ସେ ଯୋଉ ବାବୁଟି କହିଥିଲା, ତା ପାଖକୁ ମୁଁ ଗୋଟେ ଚିଠି ଲେଖିଲି, 2 ଥର ଲେଖିଲେଣି, ପୁଣି ଆଉ ଥରେ ଲେଖିବି। ସେ ମୁଁ ଲେଖିଲି, ସନାତନ ଧର୍ମକୁ ମୂଳୋତ୍ପାଟନ ଆପଣ କରିବେ। କାହାକୁ ମୂଳୋତ୍ପାଟନ କରିବେ? ସକୁ କିମ୍ବା ନାକୁ କି ତକୁ କିମ୍ବା ନକୁ, କୋଉଟା ମୂଳୋତ୍ପାଟନ କରିବେ? ସନାତନୀ ବୁଝିଛି ସ କହିଲେ ସତ୍ୟ, ସଂଯମ, ସତ୍ସଙ୍ଗ, ସତ ସଂକଳ୍ପ, ତାହେଲେ ତାକୁ ମୂଳୋତ୍ପାଟନ କରିବେ। ଯଦି ସକୁ ନ ପାରିବେ ନାକୁ ମୂଳୋତ୍ପାଟନ କରିବେ। କୋଉ ନାମକୁ ମୂଳୋତ୍ପାଟନ କରିବେ? ଆମେ ଆମର ହରେ ରାମ କୃଷ୍ଣ ଗୋବିନ୍ଦ ଗୋପାଳ ମଧୁସୂଦନ ଦୁନିଆ କଥା ଆମେ ପୂଜା କରୁଛୁ। ଆପଣମାନେ ପୂଜା କରୁଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କୁ ପୂଜା କରୁଛନ୍ତି, ଚର୍ଚ୍ଚକୁ ପୂଜା କରୁଛନ୍ତି, ମସଜିଦ କି ପୂଜା କରୁଛନ୍ତି। ସେଗୁଡ଼ାକ ମୂଳୋତ୍ପାଟନ କରିବେ। ତାହେଲେ ମୂଳୋତ୍ପାଟନ କରନ୍ତୁ, ତାହେଲେ ଆମେ ଯାଇକି ଦେଖିବା। ଆଉ ଆପଣରା ଉତ୍ତର ଦେବେ, ନହେଲେ ମୁଁ ଆପଣଙ୍କ ଘର ଦୁଆର ମୁହଁକୁ ଯିବି, ଦୁଆର ମୁହଁ ଆଗରେ ମୁଁ କହିବି। ଆପଣ ମୋତେ ଗୁଳି କରି ମାରିଦେବେ, କିନ୍ତୁ ମୁଁ ଧର୍ମ ନିନ୍ଦା ସହିପାରିବିନି। ମୋତେ ବି ଆପଣ ବାଇବେଲ ଦିଅନ୍ତୁ, ମୁଁ ବାଇବେଲ ବୁଝେଇବି। ମୋତେ ବି ଆପଣ କୁରଆନ ଦିଅନ୍ତୁ, ମୁଁ କୁରଆନ ବୁଝେଇବି। କିନ୍ତୁ ଆପଣ ସନାତନ ଧର୍ମର ଗୀତାକୁ ଟିକେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ତେଣୁ ସଜ୍ଜନ, ଏମିତି ଆମ ଭିତରେ ଆମେ ପ୍ରକୃତରେ ସମସ୍ତେ ଭଲ। ଏଠି ଯଦି ଭଲ ଲୋକ ନଥାନ୍ତେ, ଏଠି ଏତେ ଲୋକ ବଇଥାନ୍ତେ କେମିତି? ଏ କାହିଁକି ବଇଛନ୍ତି? କଣ ଏଠି କଣ ପାଇଁ ବଇଛନ୍ତି? ସେ ବଇଛନ୍ତି କେବଳ ଭଲ କଥା ଟିକେ ଶୁଣିବେ। ମୁଁ ଭଲ କି ମନ୍ଦ ସେ ଜାଣିନାହାନ୍ତି, କିନ୍ତୁ ଯେହେତୁ ମୁଁ କଥା ଦିପଦ କହୁଛି, ଭଲ କଥା ଦେଇ ଗୀତା ଭାଗବତ, ମୁଁ ତେଣୁ ତାକୁ କାନ ଦେଇ ଶୁଣୁଛନ୍ତି। ବର୍ତ୍ତମାନ ବି ଆପଣମାନେ ଦେଖନ୍ତୁ, ଏ ଏରିଆ ବୁଲି ଆସିବେ, ଗୋଟେ ସର୍ଭେ ମନେ ମନେ କରିବେ।
ଜଣେଇକିରି କରିବେନି, ଗୁପ୍ତରେ କରିବେ। ଏଇ ବଜାରରେ ଅଭଦ୍ର ଲୋକ କେତେ, ଭଦ୍ର ଲୋକ କେତେ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି, ମୁଁ ବରଂ ଆପଣଙ୍କ ସାଙ୍ଗରେ ଯିବି। ଅଭଦ୍ର ଲୋକ 5ଟି, ଭଦ୍ର ଲୋକ 20ଟି। ନିଜ ନିଜ କାମରେ ସମସ୍ତେ ବ୍ୟସ୍ତ। ଇଏ 5ଟା 3ଟା ମାନେ ଗୋଟେ ଉତ୍ପାତ ସୃଷ୍ଟି କରୁଛନ୍ତି। ଆଉ ତେଣୁ ସଜ୍ଜନ, ଇଏ ଯେମିତି ଆମ ଲୋକ ଗୁଡ଼ିକ କହୁ ଏଇଟା କଳିଯୁଗ। କଳିଯୁଗ କ'ଣ? କଳିଯୁଗ କ'ଣ? କଳିଯୁଗ ମାନେ ମାନେ ଗଣ୍ଡଗୋଳ କରିବା, ଏଇ ହେଉଛି କଳିଯୁଗ। କଳି କହିଲେ କଢ଼। ଇଏ କଢ଼ଟି କେମିତି ଫୁଟିବ? କେବଳ ଫୁଟିବାର ଉପାୟ ହେଉଛି ନାମ। ମୋ ନାମ ଶ୍ରବଣ ଜଣେ ଜଣଙ୍କୁ ଗୋଟିଏ ଶିଷ୍ୟ ଯାଇ ଗୁରୁଙ୍କୁ କହିଲା, ମୋତେ ଟିକେ ନାମ ଦେଲେ ହୁଅନ୍ତାନି। ଏ ନାମ କ'ଣ? ସେ ଭାଇମାନଙ୍କୁ ଯେଉଁଟା ଦେଇଛନ୍ତି, ଆରେ ସେ ଭାଇମାନଙ୍କୁ କ'ଣ ନାମ ଦେଇଛି ତୁ କେମିତି ଜାଣିଲୁ? ସେ ତାର କେତେ ଗୁଡ଼ିଏ କଥା କହିଲା। ଅତି ଯେତେବେଳେ ବିରକ୍ତ ହେଲା, ଇଏ ଟିକେ ରାଗି ଯାଇ କହିଲେ, ହେ ବକ୍ ବକ୍ ମତ କର, ଯା। ସିଏ ଭାବିଲା ମୋତେ ଗୁରୁଦେବ ନାମ ଦେଲେ। ସିଏ ଦୌଡ଼ି ଦୌଡ଼ି ଯାଇ ତା ବସା ଘରେ କମଳଟିଏ ପକେଇ ବସିଲା, ଚକା ଆସନ କରି ବସିଲା, ହାତରେ ହେ କେବ କବ ମତ ହେ କେବ କବ, କେବଳ ହେ କେବ କବ ମତ କର, ଏଇ ମନ୍ତ୍ରକୁ ବଜିଲା। ଏଇ ମନ୍ତ୍ର ଏତେ ସିଦ୍ଧି ହେଲା, ଭଗବାନ ମହାଲକ୍ଷ୍ମୀ ନାରାୟଣଙ୍କୁ କହୁଛନ୍ତି, ପ୍ରଭୁ ଆପଣ କେତେ ଭକ୍ତଙ୍କୁ ଉଦ୍ଧାର କରିଛନ୍ତି। ଇଏ ଗୋଟିଏ ଭକ୍ତ, ତାରେ ହରେ ନାହିଁ କି ରାମ ନାହିଁ କି କୃଷ୍ଣ ନାହିଁ କି କିଛି ନାହିଁ। ହେ ବକ ବକ ମତ କର, ଇଏ ଗୋଟା କ'ଣ ମନ୍ତ୍ର? କିନ୍ତୁ ତାକୁ ଗୁରୁ କହିଦେଇଛନ୍ତି, ସିଏ ତାର ଜପୁଛି। ଆଉ ଆପଣ ତାକୁ ଟିକେ କୃପା କରନ୍ତୁ। गुरु कृपा ही केवलम, गोटे लोक मोर लोकटे बुझे कथा कहवा आरंभ करी खना मो पार्टी नागुला किसी कह यही खना ओगिना गीता कहूँ ये कृपाटा का तेरु सज्जन खाली शुल्क गुड़ाक पड़गले हम नहीं
मूकं करोति वाचालं पंगुं लंघयते गिरिं यत्कृपातमहं वंदे परमानंदमाधवं। खाली पढ़ीदेला हेनी, आपको प्राक्टिकाली बुझाक पड़ो। मु सेई खना बलिया आज भारत भारत बाहर सबुआड़े बुलिक मो कथा मु कहूँ। तो दया हेले तोहर नहिले करुणा तेणु सज्जन गुरु कृपा ही केवलम। मुझे बसी अल्प लोक बोली भाविकी कथा कहूनी। जी आपण मैंने बही जदि वार्ताटी से किसी लोकों पाखे आपण परिवेशन करेंगे सी हजार हजार लोक शुणे कहीं शुणे कहीं शुणे ता भितर कौन क्या शला भाई तो आम शोधीचु ना क्या आम भल मंद कथा कहीचु आम कहूँ माने तांकरी जीवन कथा कहूँ कहीं लगे। तेणु समस्त को से वार्ता जनईदेवे तमें क्या गुरु कर सेटा टिके पछरे चिंता कर। प्रथम श्रेणी पास कर द्वितीय को जीव ना द्वितीय पास कर तृतीय आ तमें एकाथरे पंचम श्रेणी ना कौच। तेणु गुरु को न मणिब गोटे विशिष्ट माँ भद्र बहुत भद्र आसी आश्रम कहले मुझे बाबा सागर 2 मिनिट टी कथा आपण मैंने समस्ते जातु मत टे से अड़ुआ मड़ुआ लगे ये पिला जाओ जाओ टे कौन माँ कह कौन कहले बोहू है आई से बोहू पणिया कौन मो जान मत मो सासू चाहा बराद कले मु कहली माँ मु जाऊँगी ऑफिस टाइम गोलमाल हो जाऊँगी बोलिक सी कहले मु सासू मुझे कहूँ ऑफिस टाइम मोर तोर ऑफिस जाऊ तू मोटा के चा कर दे जा मु तो पुलिस चाकरी करी से डीएसपी मु तो पुलिस चाकरी करी डीएसपी गोटा भर्सन मो भीतर अच्छी मुझे गोड़टा जो मोर थिला जोता पिंधिक से पकई दीटा गोईठा पकईदे पड़े ऑफिस मन मोर रहा नहीं दौड़िक पुणी आसिली साष्टांग दंडवत करी कहली माँ गोटे रागरे मुझे कहीदेली माँ मते क्षमा दे सासू मोर मो मुंड को आउंसी देला कहला इधर तू कौन बोहू तू मो झील झील पुओ कौन बाप माँ को मारती नहीं तू
ବୁଝିଲେ ମାନେ ମୁଁ କାହିଁ ମନ ମନ ଦୁଃଖ କରିବି। ତୁ ଯା ଅଫିସକି ଯାଉଛୁ ଖାଇଦେଇକି ଯା, ମୁଁ ପଛରେ ଖାଇବି। କହିଲା ବାବା ସେ ଦିନ ଗଲାଣି, କେତେ ଦିନ ହେଲାଣି। ମୁଁ ଡିଏସ୍ପିରୁ ଆଜି ରିଟାୟାର୍ଡ ହେଇଗଲେଣି। ରିଟାୟାର୍ଡ ହେବି ବୋଲି କହିଲା, ଏଇ 2 ମାସ ଭିତରେ ରିଟାୟାର୍ଡ ହେବି। ଏଇ ଯୋଉ ପାପ ମୁଁ ଜୀବନରେ କରିଛି, ମୁଁ କାହାକୁ ଆଉ କ୍ଷମା ମାଗିବି? ମା ତ ନାହାନ୍ତି, ବାପା ତ ନାହାନ୍ତି, ସ୍ୱାମୀକି ତ କହିପାରିବିନି। ତେଣୁ ମୁଁ କାହାକୁ କହିବି ଏମିତି ଭାବୁ ଭାବୁ ଜଣେ ବ୍ୟକ୍ତିକି ପାଇଲେ, ସେ ଆପଣଙ୍କ ନାଁଟି କହିଲା। ତେଣୁ ମୁଁ ସେଇ ନାକି ଆଇଛି। ଆଉ ଯେତେବେଳେ ସେ କହୁଥିଲା ତା ଆଖିରୁ ଲୁହ ଗଡୁଥିଲା, ମୋ ଆଖିରୁ ବି ଲୁହ ଗଡ଼ିଲା। ଲୁହକୁ ପୋଛାପୋଛି କରି ତା ମୁଣ୍ଡରେ ମୁଁ ଟିକେ ହାତ ଦେଇ କହିଲି, ମା ଏମିତି ହେଇଯାଏ, ଭୁଲ ମଣିଷ କରେ। ସବୁ ଭୁଲର କ୍ଷମା ସେ ଦିଅନ୍ତି ବୋଲି ତାଙ୍କ ନାଁ ହେଉଛି କ୍ଷମାନିଧି। ତାଙ୍କ ନାଁ କରୁଣାର ସାଗର। ଯା ମା, ଅଫିସକି ଯା, ଏଭଳି ଭୁଲ ଆଉ ଜୀବନରେ କରିବ। ତେଣୁ ସଜ୍ଜନ, ଗୁରୁ ହିଁ କ୍ଷମା ଦିଅନ୍ତି। ଗୁରୁ ବାୟା କହିଲେ, ଗୁରୁ ରୂପେ କୃଷ୍ଣ କୃପା ତତ୍ୱର ଗୁରୁ ତତ୍ୱ ନିରୁକ୍ତ ହେଲେ ଛାଡ଼ ବେଦ। ଆଉ ଗୋଟେ ପଦ ମତେ ବାବା ମାନସ ଗୁରୁ କହିଥିଲେ, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଆଉ ଗୋଟିଏ ପଦ କହିଥିଲେ, କେତେ କେତେ ବିପତ୍ତି ନ ଆସିଲା, ଏକା କୃଷ୍ଣ ଥିବାରୁ କିଛି ନ ବାହାରିଲା। ଜୀବନରେ ଯିଏ ଗୁରୁ କୃପା, କୃଷ୍ଣ କୃପା ଯିଏ ଅର୍ଜନ କରିଛନ୍ତି, ବିପଦ ତାଙ୍କ ପାଖକୁ ଆସିବ, କିନ୍ତୁ ଅଳ୍ପ ସମୟ ରହି ପଳେଇବ। ବିପଦ ନୁହଁ ବିପଦ କେବେ, ଏଇ କଥାକୁ ପ୍ରତିଷ୍ଠା କରିବା ପାଇଁ ଭାରତବର୍ଷରେ 2ଟି ଶାସ୍ତ୍ର ସୃଷ୍ଟି ହୋଇଛନ୍ତି, ଗଙ୍ଗା ଆଉ ଯମୁନା। ଗୋଟିଏ ମହାଭାରତ, ଗୋଟିଏ ରାମାୟଣ। ବେଳେ ବେଳେ ପଢ଼ନ୍ତୁ, ସବୁବେଳେ ପଢ଼ିବା ପାଇଁ ମୁଁ କାହାକୁ ବାଧ୍ୟ କରେ ନା। ସେ କଥା ଭିତରେ କେତେ ଗାଉଁଲି ଶିକ୍ଷା, ପରିବାର ଶିକ୍ଷା। ଆମେ ରାମାୟଣ ପଢ଼ିବା, ହଉ ପଢ଼ିବା, ଭଲ ହେଲା। ଚାଲ ଆଜି ରାମ ମନ୍ଦିରକୁ ଯିବା, ମୁଣ୍ଡିଆ ମାରିବା, କାଲିଠୁ ପଢ଼ିବା।
ରାମ ମନ୍ଦିର ଗଲାକୁ ରାମ ତମେ କ'ଣ 4 ଜଣ ବଇଛନ୍ତି, ରାମ ଲକ୍ଷ୍ମଣ ଆଉ କିଏ ଚାହୁଁଛି, ରାମ ବଇଛନ୍ତି, ଲକ୍ଷ୍ମଣ ବଇଛନ୍ତି, ଭରତ ଶତ୍ରୁଘ୍ନ, ହଁ 6 ଜଣ ବଇ, ସୀତା ବଇଛନ୍ତି, ପୁଣି ହନୁମାନ ବଇଛନ୍ତି। ଆଉ ରାମକୁ କ'ଣ ଦେଖିବା? ଆଉ ରାମ କିଏ? ତେଣୁ ସଜ୍ଜନ ଇଏ ଆଉ କ'ଣ କରିବେ? ସଜ୍ଜନ ଏଇଠି ବୁଝନ୍ତୁ, ରାମ ମନ୍ଦିରକୁ ଆମେ ଯାଉଛୁ, ରାମ ନାମ ଆମେ କରୁଛୁ, ରାମଙ୍କ ମୂର୍ତ୍ତି ମାନେ ଦେଉଳରେ ରଖିକିରି ଖାଲି ଆଳତୀ ମାନେ ଏମିତି କରି ପକଉଛନ୍ତି ଯେ ଆଉ କିନ୍ତୁ ଆମ ଘରେ ରାମ ଲକ୍ଷ୍ମଣଙ୍କ ଭିତରେ ମକଦ୍ଦମା, ରାମ ସୀତାଙ୍କ ଭିତରେ ଡିଭୋର୍ସ, ଆଉ ଭାଇ ଭାଇ ଭିତରେ ଆଉ କ'ଣ ଚାଲିଥିବ? ତାହେଲେ ରାମାୟଣ ପାଠର କ'ଣ ମହତ୍ଵ ଆମେମାନେ ବୁଝିଲେ? ତେଣୁ ଯୋଉ କଥା ଆପଣ କୃଷ୍ଣଙ୍କର ଜୀବନୀକି ଟିକେ ଲକ୍ଷ୍ୟ କରନ୍ତୁ। ମୁଁ କହୁନି ସେ କାଳାଣ୍ଡି ହ୍ରଦ ଏ କଥା ସବୁ ମୁଁ କହୁନି। କୃଷ୍ଣ ଜନ୍ମ ହେଲେ କୋଉଠି? ସେ ଯୋଉ ମଥୁରାର ବନ୍ଦୀଶାଳାରେ। ମୁଁ ତୋ ଆଡ଼ୁ କ'ଣ ତୁ ସାଡ଼ୁ କ'ଣ? କୃଷ୍ଣ ଜନ୍ମ ହେଲେ ମଥୁରାର ବନ୍ଦୀଶାଳା। ତାହେଲେ ସେଇଟା ହେଲା 1। ମଥୁରାରେ ବନ୍ଦୀଶାଳାରେ ଜନ୍ମ ହେଇ ତାପରେ କୁଆଡ଼େ ଗଲେ? ବସୁଦେବଙ୍କ ମସ୍ତକରେ ବସିକିରି ଗଲେ ଗୋପକୁ। 1 ପରେ କ'ଣ? 2। ସେଠି ତାକୁ ରଖିଲେ, ନନ୍ଦକୁ କହିଲେ ଇଏ ଦାୟିତ୍ୱରେ ରହିଲା, ମୁଁ ଯାଉଛି, ଯଦି ବଞ୍ଚି ରହିବା ପୁଣି ଦେଖା ସାକ୍ଷାତ ହେବା। ମିତ୍ର ଇଏ ଛୁଆ ଦେଖି କେତେବେଳେ ଅଣହେଳା କରିବ? ନନ୍ଦ ଦେଲେ କନ୍ୟାକୁ କଲେ, ଇଏ କନ୍ୟାଟିକି ନେଇଯାଅ, ସେ ତମ ପାଖରେ, କାରଣ କଂସକୁ ଆଦେଶ ହେଇଛି ପୁଅକୁ ମାରିବ, ଝିଅକୁ ମାରିବା ପାଇଁ କହିନି। ତେଣୁ ସିଏ ଯେତେବେଳେ ଆସି ଦେଖିବ ଇଏ ଝିଅଟା, ସେ ମାରିବନି, ଆଉ ଛାଡ଼ିଯିବ। ପୁଣି ଆଇଲେ ମଥୁରାକୁ, ତମେ ଗଣୁଥା ଭୁଲ ଭାଲ ହେଇଯିବ। ମଥୁରାକୁ ଆଇଲେ, ପୁଣି ଗଲେ ଗୋପକୁ, ଗୋପରୁ ପୁଣି ଆଇଲେ ମଥୁରାକୁ। ତାକୁ ପୁରା କହିଲେ ସବୁ ଜଣାପଡ଼ିବ। ତାପରେ ସେଠୁ ପୁଣି କାମ ସାରି ଗଲେ ଦ୍ୱାରିକା। ଦ୍ୱାରିକାରେ ଲୀଳା ଶେଷ କଲେ। ଆଉ ତ ଯୁଦ୍ଧ ଫୁଦ୍ଧ ଯାହା ସବୁ ତା ଭିତରେ ହେଇଗଲା। କୃଷ୍ଣଙ୍କ ଭଳି ଜୀବନ, କୃଷ୍ଣଙ୍କ ଭଳି ଜୀବନ୍ତ ଠାକୁର, ରାମଙ୍କ ଭଳି ଆଦର୍ଶ ପୁରୁଷୋତ୍ତମ ପୃଥିବୀରେ ବିରଳ। କେହି ଏମିତିଆ ଠାକୁର ସୃଷ୍ଟି କରିପାରିବେନି। ସେଇ କଥାଟି ମୁଁ ଆପଣମାନଙ୍କୁ କହୁଛି। ଇଏ କେଇଥର ଗଲେ, କେଇଥର ଆଇଲେ, ତାଙ୍କର ଲାଭ କ'ଣ? କୃଷ୍ଣ ତ ବହୁତ ଥର ଗଲେ, ବହୁତ ଥର ଆଇଲେ, ସେ କ'ଣଟା ଲାଭ ପାଇଲେ? କ'ଣ ସେ ଯୁଦ୍ଧ କ୍ଷେତ୍ରରୁ ତାଙ୍କୁ ଦିଗୁଣ୍ଠୁ ଦିଆହେଲା, ତୁମେ ଏତେ ପରିଶ୍ରମ କରୁଛ, ମଧ୍ୟସ୍ଥି ହିସାବରେ ନିଅ ଏ ଦିଗୁଣ୍ଠୁ, ତମେ ତମର କୋଠା କରିବ। ଆଉ ରାମ ଏତେ କଷ୍ଟ କଲେ, ଯୋଉ କଷ୍ଟ ଯେ ଆଉ କହିବା କଥା ନାହିଁ। ମାନେ ଜୀବନ ସାରା ସେ ଖାଲି, ସେ ଠାକୁର ଜୀବନ ସାରା କାନ୍ଦିଛି। ଆଉ ଏ ଯୋଉ ଠାକୁର ଜୀବନ ସାରା ହସିଛି। ତେଣୁ ଏଇ 2ଟି ଠାକୁରଙ୍କୁ ପୂଜା କଲେ
ଦୁଃଖ ସୁଖର ବିଚାର ସେ କରିବେ। ତେଣୁ ଏଇସବୁ କଥାକୁ ଆପଣମାନେ ବୁଝିଲେ ମାନେ ବହୁତ ବଢ଼ିଆ ଲାଗିବ। ମୁଁ ରାମାୟଣ କୁହେନି, ମୁଁ ରାବଣ ଚରିତ ମାନସ କୁହେ। ରାମଚରିତ ମାନସ ସମସ୍ତେ କହୁଛନ୍ତି, ମୋର ମୁଁ କହେ ରାବଣ ଚରିତ ମାନସ। ଯଦି କେତେବେଳେ ସେମିତି ଗୋଟେ ସମୟ ଜୁଟିବ କହିଦେବା ଖଣ୍ଡେ ରାବଣ ଚରିତ ମାନସ। ତେଣୁ ଆଦର୍ଶକୁ ଆମେ ଭୁଲି ଯାଇଛୁ, ଆମ ଜୀବନର ବ୍ରତକୁ ଆମେ ଭୁଲିଗଲୁ, ଜୀବନର ଇଷ୍ଟଙ୍କୁ ଭୁଲି ଯାଉଛୁ, ଗୁରୁଙ୍କୁ ଭୁଲି ଯାଉଛୁ, କର୍ମକୁ ଭୁଲି ଯାଉଛୁ। ତାହେଲେ କେମିତି ଆମେ ଭଲ ମଣିଷ ହେବା, କେମିତି ଆମେ ଭଲ ପରିବାର ଗଠନ କରିବା? ବୈକୁଣ୍ଠ ସମାନ ଅଟେ ସେ ଆଚ୍ଛା, ଏମିତିଆ କଥାଟା କୋଉଠି ବଜାରରେ ମିଳେ? ତାଲଚେର FCI ବଜାର ମୁଁ ତ ଦେଖିନି ଭଲ କିନି, ମୁଁ ଖାଲି ଅନୁମାନ, କି ଅନୁଗୁଳ ହଉ କି ଯା କୋଉ ବଜାରରେ ମିଳିବ? ସ୍ନେହ, ଶ୍ରଦ୍ଧା, ମମତା, ଠାକୁର କ'ଣ ଏଇ ଚାହୁଁଛନ୍ତି ଫୁଲ ଚନ୍ଦନ, ସେଟା କାହିଁ ଏତେ ତାଙ୍କୁ ଦଉଛ? ସେ ବା ନିଜେ ଫୁଲ, ସେ ବା ନିଜେ ଫୁଲରେ ସଜେଇ ହେଇଛନ୍ତି, ଫଳକୁ ସିଏ ସୃଷ୍ଟି କରିଛନ୍ତି। କ'ଣ କୁଆଡ଼େ ଭାରି ପଳେଇଲେ ନା କ'ଣ? ଆସନ୍ତୁ ଆଗେ ଏଠିକି ଆସନ୍ତୁ। ତେଣୁ ପତ୍ରଂ ପୁଷ୍ପଂ ଫଲଂ ତ୍ୱୟଂ ଯୋ ମେ ଭକ୍ତ୍ୟା ପଦଚ୍ଛତେ। ଜୟ ଗୁରୁ, ଜୟ ଜଗନ୍ନାଥ। ବାବା ରହିବେ ତ? ହଉ, ପୁଣି ଦେଖା ହବ, ପୁଣି ଆସିବା। ଇଏ ଆସିବା କି ନାହିଁ ମୁଁ ଘର ମାଲିକଙ୍କୁ ପଚାରିନି, ତେଣୁ ମୁଁ କହିସାରିଲି। ତେଣୁ ସଜ୍ଜନ, ଏ ହେଉଛି ଆମର ଶାସ୍ତ୍ର। ଆମେ ତାକୁ ଠିକ୍ ଭାବରେ ବୁଝିବା। ତେଣୁ ଆମେ ଯେଉଁ ସନାତନ ଧର୍ମରେ ସବୁ ଜନ୍ମ ହେଇଛୁ, ଖାଲି ଏତିକି ମାନନ୍ତୁ ସତ୍ୟ। ସତ୍ୟଂ ବଦିଷ୍ୟାମି, ମୁଁ ସତ କହିବି, ନାମ କରିବି, ସବୁ କଥାର ତତ୍ତ୍ୱକୁ ବୁଝିବି ଏବଂ ନମ୍ରତା ଗୁଣକୁ ଆଚରଣ କରିବି। ଆପଣ 9 ଅକ୍ଷରକୁ ଆଗ ଚିନ୍ତା କରନ୍ତୁ। ଇଏ 9 ଅକ୍ଷରକୁ ଆଗ ଚିନ୍ତା କଲେ କ'ଣ ହବ? ସୂର୍ଯ୍ୟଙ୍କୁ ନମସ୍କାର କର। ନମୋ ବିବସ୍ୱତେ ବ୍ରହ୍ମନ୍ ଭାସ୍ୱତେ। ସୂର୍ଯ୍ୟଙ୍କୁ ନମସ୍କାର କରି ତମ ଜୀବନର ଦୁଃଖ କୁହ। ଆଡ଼େ ସାଡ଼େ କାହିଁ କହୁଛନ୍ତି? ଯେମିତି ଗୋଟେ ରୋଗ ହେଲା, ଗୋଟେ ଜାତକ ଧରି କୁଆଡ଼େ ଗଲ, କାହିଁକି? ଆଗେ ସୂର୍ଯ୍ୟଙ୍କୁ କୁହ। ଯଦି ସୂର୍ଯ୍ୟ ନାହାନ୍ତି ଦିନରେ, ରାତିରେ ଚନ୍ଦ୍ରମାଙ୍କୁ କୁହ। ଚନ୍ଦ୍ରମା, ଯଦି ଚନ୍ଦ୍ରମା ବି ସେଦିନ ଉଇ ନଥିବେ, ତାଙ୍କର
ଅମାବାସ୍ୟା ପର୍ଯ୍ୟନ୍ତ ଛିଡ଼ି ଛିଡ଼ି ଯାଆନ୍ତି। ଆପଣ 10ଟା 11ଟା ବେଳେ ଚନ୍ଦ୍ରମାଙ୍କୁ ଜଣେଇଲେ ସେ କେମିତି ଜାଣିବେ? ନକ୍ଷତ୍ରାଣାଂ ମହଂ ଶଶୀ, ଇଏ ନକ୍ଷତ୍ରମାନଙ୍କୁ ଜଣାଅ, ସିଏ ଚନ୍ଦ୍ରଙ୍କୁ ଜଣେଇବେ। ପରିଷ୍କାର ଭାବରେ ଜଣାଅ, ମନ୍ତ୍ର ଫନ୍ତ୍ର ନୁହେଁ, ଏଟା ଭୁଲ ହେଇଯାଉଛି। ବହୁ ମନ୍ତ୍ର, ସବୁ ଦୁଃଖ ସବୁ ସୁଖ ସେ ବୁଝିବେ। ତର୍ତ୍ତର ହେଲେ କ'ଣ ସବୁ ହବ? ନକ୍ଷତ୍ରାଣାଂ ଆଦିତ୍ୟଂ ନାମହଂ ବିଷ୍ଣୁ ଜ୍ୟୋତିଷ ମରୀଚି। ଇଏ ହଉଛି ପୃଥିବୀକୁ ନମସ୍କାର କର, ସମୁଦ୍ରକୁ ନମସ୍କାର କର, ପିତୃ ମାତୃ ଗୁରୁଜନ ମାନଙ୍କୁ ନମସ୍କାର କର। ନମସ୍କାର କଲେ ଜମା ମୁଣ୍ଡ ଛିଣ୍ଡିଯିବନି। ମୁଣ୍ଡ ନୁହଁ, ମନେ ମନେ କରିବ। ଭାଗବତରେ ଲେଖିଲେ ନମଇ ନୃସିଂହ ଶରଣ ଅନାଦି ପରମ କାରଣ, ଆଉ ଟୋଟା କ'ଣ ଲେଖିଥାନ୍ତି? ତେଣୁ ନମସ୍କାର କର। ଏଇ ହୃଦୟକୁ ମନ ଭିତରେ ଭାବି ଏଇ ହୃଦୟକୁ ଟିକେ ନମସ୍କାର କର। ମୋଟେ 2 ମିନିଟ୍ ଭିତରେ ସବୁ ସରିଯିବ। ଇଏ ନା ତ ନ ପରେ କ'ଣ ଆଇଲା? ତ ଆଇଲା ତତ୍ଵ। ତତ୍ଵଟି କ'ଣ? ମୁଁ କିଏ? ମୁଁ ଆତ୍ମା, ପରମାତ୍ମାଙ୍କର ଅଂଶ। ମୁଁ କର୍ମର ପ୍ରତୀକ, ଜ୍ଞାନର ପ୍ରତୀକ, ଭକ୍ତିର ପ୍ରତୀକ। ମୁଁ କେବେ ହେଲେ ଭୁଲ କରିବିନି, ଭୁଲ ବାଟରେ ଯିବିନି। ଇଏ ହଉଛି ତତ୍ଵ। ତାପରେ କୋଉଠି ଆଇଲା? ନାଟା କ'ଣ? ହରିନାମ ପ୍ରେମ ଲଡୁ ବড়াই মধু। ଦୁଃଖକୁ ଯିଏ ହରଣ କରେ, ଅଭାବକୁ ହରଣ କରେ, ନିନ୍ଦାକୁ ହରଣ କରେ, ଆମକୁ ମାନ ଦିଏ, ଧନ ଦିଏ, ସମ୍ବନ୍ଧ ସୃଷ୍ଟି କରେ, ତାଙ୍କୁ ହିଁ ମାନ, ଭଲ ଭାବରେ ମାନ। ତେଣୁ ଇଏ କୋଉ କ'ଣ କଲା? ଏଟା କ'ଣ ଅଡ଼ୁଆ ବୁଡ଼ା ହେଇଗଲାଣି କି ରେ? ତଟା କହିଲି ବା। ତାପରେ ହଉଛି ନା ମୁଁ ଆଉ ଓଲଟେଇକିରି କହୁଛି, ତୁମେ କ'ଣ କର? ତମେ ଭାବୁଛ ବୋଧେ ବାବା ବାଉଳି ଗଲେଣି କି କ'ଣ? ବାଉଳି ବି କହେ ମୁଁ ଗଞ୍ଜେଇ ଖାଏ? ମୁଁ ତ ଗଞ୍ଜେଇ ଖାଏ ନା, ବିଡ଼ି ଟାଣେ ନା, ସିଗାରେଟ ଖାଏ ନା କିଛି। ମୁଁ ହେରା ସବୁ ସେଟା ହେଲା ତତ୍। ଗୀତାରେ କୁହାଯାଇଛି ମୋ ନାଁ ହେଉଛି ତତ୍। ମୁଁ ସବୁବେଳେ ତମ ପାଖରେ ଅଛି। ଆଉ ଟିକିଏ ହେଲା ସତ୍ୟ। ତୁମେ ଯେ ପର୍ଯ୍ୟନ୍ତ ଅଛ ମୁଁ ତୁମ ପାଖରେ ଅଛି। ସେଥିପାଇଁ ଆମେ ନାମ କରୁ ଜୟ ଶିଶୁ।